ଦଳ ତ ହାରିଲା, ସେ ଲୋକ ମତ ଆମ ବିରୁଦ୍ଧରେ ଗଲା, ଲୋକ ଭୋଟ ଦେଲେ ନାହିଁ, ତେଣୁ ଆମେ ହାରିଲୁ। ସେଟାକୁ ସେଇଭଳି ଭାବରେ ସ୍ପୋର୍ଟିଭଲି ଗ୍ରହଣ କରିବା କଥା ଯେ ଲୋକ ଆମକୁ ବିରୋଧୀ ଦଳରେ ବସିବା ଲାଗି ତାଙ୍କର ମତ ସାବ୍ୟସ୍ତ କଲେ। ସେଥିରେ କିଏ କାହାକୁ ଦୋଷ ଦେଉଛି, କିଏ କ'ଣ କହୁଛି ସେଇଟା ଭିନ୍ନ କଥା, କିନ୍ତୁ ଦଳକୁ ଆଗକୁ ବଢ଼ିବାକୁ ହେଲେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଆମର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଚିନ୍ତାଧାରାକୁ ନେଇକରି ଆମକୁ କାର୍ଯ୍ୟକ୍ରମ କରିବାକୁ ପଡ଼ିଲା। ଦଳ ଆଗକୁ ଆଗକୁ ବଢ଼ିବ। ଆଉ ବିଭିନ୍ନ ଜାଗାରେ ମୂଷା ନାହାନ୍ତି, ଆଉ କ'ଣ ଅଛନ୍ତି? ମୂଷା ଥିଲେ, ବିଭିନ୍ନ ଜାଗାରେ ମୂଷା ଥିଲେ। ସେ ବହୁତ କ୍ଷେତ୍ରରେ ଦେଖାଯାଇଛି ଯେ ବିଜେଡି ଲୋକଙ୍କୁ ହରାଇବାରେ ବେଶୀ ମଧ୍ୟ ଦାୟୀ ହେଇଛନ୍ତି। ବହୁତ ଲୋକ ବିଜେଡି ଲୋକ ହରାଇବାରେ ଏ ନିର୍ବାଚନରେ ଆମେ ଯାହା ଉପଲବ୍ଧି କରୁଛୁ ସେଇଟା ବେଶୀ ହେଇଛି। ବିଜେଡି ଲୋକ ଭୋଟ ପଛରେ ଯେତିକି ନ ଲାଗିଲେ କେମିତି କାହାକୁ ହରାଇବା, କେମିତି କରିବା, କାହା ଚକ୍କରେ ଯେଉଁ ରହିଲେ ସେଇଟା ଆମ ପାଇଁ କ୍ଷତିକାରକ ହେଲା। କିନ୍ତୁ ବିଜେପି ପ୍ରାର୍ଥୀ କେମିତି ଜିତିବେ ସେଠି ଜୋର ଲାଗିଗଲେ। ଏବଂ ବିଭିନ୍ନ ଅନ୍ୟ ଫ୍ୟାକ୍ଟର ମଧ୍ୟ ଅଛି, ଅନ୍ୟାନ୍ୟ ଫ୍ୟାକ୍ଟର ଅଛି, ବହୁତ ଫ୍ୟାକ୍ଟର ଅଛି ହାରିବାର। ସେ ସବୁ କମିଟି ଗଠନ ହେଇକରି ତାକୁ ଅନୁସନ୍ଧାନ କଲେ ଜଣାପଡ଼ିବ। ଢେଙ୍କାନାଳରେ ଢେଙ୍କାନାଳଟାରେ ବିଜେପିର କେବେ ମାନେ ଆସୁନଥିଲେ, ସେମାନେ କ୍ଷମତାକୁ ଆସୁନଥିଲେ, କେବେ ଜିତୁନଥିଲା। ପ୍ରଥମକିରି ଢେଙ୍କାନାଳ 4ରୁ 4ଟି ବିଧାନସଭା ଜିତିଲେ ଏବଂ ଲୋକସଭା ପ୍ରାର୍ଥୀ ମଧ୍ୟ ଜିତିଲେ। ତେଣୁ ଇଏ ଗୋଟେ ବିଜେଡି ଲୋକ ଖାଲି କ'ଣ ବିଜେଡି ଲୋକ ହରାଇ ଦେଲେ, ବିଜେଡି ଲୋକ ଖାଲି ଏଇ ଗୋଟେ ଫ୍ୟାକ୍ଟର, ଇଏ ଗୋଟେ ଫ୍ୟାକ୍ଟର। ବିଜେଡି ଲୋକ ଏତେ ବର୍ଷ କ୍ଷମତା ରହିଲା ପରେ ଯେତିକି ବିଜେଡି ପ୍ରାର୍ଥୀଙ୍କ ପାଇଁ ଲାଗିବା କଥା ସେତିକି ଲାଗିନାହାନ୍ତି ବହୁତ ଜାଗାରେ। ନା ୟାର କାରଣ ବିଭିନ୍ନ। ବେଶୀ ଦିନ କ୍ଷମତା ରହିଲେ ଟିକେ ଅଳସୁଆ ହେଇଯାନ୍ତି, ଟିକେ ମନମୁଖୀ ହେଇଯାନ୍ତି, ଟିକେ ଦିଗହରା ହେଇଯାନ୍ତି, ଟିକେ ଖାମଖିଆଲ ହେଇଯାନ୍ତି। ଆମେ ତ ଜିତୁଛୁ ଜିତିବୁ ଆଉ କ'ଣ, ଏଇ ଚିନ୍ତାଧାରା ଟିକେ ଜୋର ଯେମିତି ଲାଗିବା କଥା ଲାଗିନଥାନ୍ତି। କେଉଁ ଦଳରେ କେଉଁ ଜାଗାରେ କିଏ ବିଭୀଷଣ ଥିଲା ନଥିଲା ଆମ ପାଇଁ ଖବର ନାହିଁ। ଦଳ ଭିତରେ ମୁଁ ତ ପ୍ରଥମରୁ କହିଛି, ଦଳ ଭିତରେ ବହୁତ ଜାଗାରେ ବିଜେଡି ଲୋକ ଲାଗିନାହାନ୍ତି ଏବଂ ବିଜେଡି ଲୋକ ବିଜେଡି ଲୋକ ହରାଇବାର ମନ କାରଣ।